ଏମିତି କଣ କଥାବାର୍ତ୍ତା କରୁଛ? ମୁଁ କଥାବାର୍ତ୍ତା କରିନି। ଆପଣ ପଚାରେ କିଏ? ମୁଁ କହିଲି ମଣିଷ। ଆପଣ ଯଦି ପଚାରିଥାନ୍ତେ ମୋ ନାଁ କ'ଣ, ମୁଁ କହିଥାନ୍ତି ଶନିଦେବ ସର୍ଟରେ ଶନି। ସମସ୍ତେ ମୋତେ କେବେ ଗାଁରେ ଶନିଆ ଶନିଆ ଡାକନ୍ତି। ଆପଣଙ୍କର ମୋର ଯଦି ଗୋଟେ ଘଷା ଘଷି ଉପରେ ସମ୍ପର୍କ ହେଲାଣି, ଆପଣ ମୋତେ ଶନି ବୋଲି ଡାକିବେ। ପୁରା ଅଭଦ୍ର ସାଙ୍ଗରେ ମୁଁ କ'ଣ କଥା ହେବି? ମୁଁ ଅଭଦ୍ର ବୋଲି ଆପଣ ହେଲେ ମୁଁ ଯଦି ଅଭଦ୍ର ନ ହେଇଥାନ୍ତି এই ଘରର ବହୁତ ପ୍ରତିଜ୍ଞା କ'ଣ 5 ଲକ୍ଷ ଟଙ୍କା ଲଗାଇଥାନ୍ତି? କୋଉ ପ୍ରତିଜ୍ଞା କଥା କହୁଛ? ଏ ଘରର ମୁଁ ପ୍ରତିଜ୍ଞା କଥା କହୁଛି। ପ୍ରତିଜ୍ଞା କ'ଣ କ'ଣ ହଉଛି? କୋଉ ପଚାରୁଛୁ ତୁ କିଏ? ଦେଖିଲ ମୁଁ ଅଭଦ୍ର ବୋଲି ତମକୁ ଆପଣ ବୋଲି ନ କହିକି ତମେ ବୋଲି କହିବି। ହେଲେ ତମେ ତ ମୋତେ ତୁ ବୋଲି କହିସାରିଲାଣି। ତମେ ତ ମୋଠୁ ଭିଡ଼ ପାଇବ। କଥା ହେଇନି ତମେ ଯେତେ ବିଚାର କରି ଚାଲିଛ ବେପାର କ'ଣ ଚାଲିଛି ଓ ତମେ ଗୋଟେ ବକ୍ତବ୍ୟ ଲାଗି ତମେ ଏମିତି ଠିଆ ଠିଆ ଚର୍ଚ୍ଚା କର ସପ୍ତାହ ପଚାରୁଛେ ତୁ ଏଠୁ ଯିବ ନା ନାଇଁ? ପ୍ରତିଜ୍ଞା ବାକି ପାରିବିନି କି କାହା ସହିତ ଦେଖା ହେଇପାରିବନି। ଆଶ୍ଚର୍ଯ୍ୟ ଲୋକ ଇଏ ଯେ ମୋ ବୋହୂକୁ ଦେଖା କରିବା ପାଇଁ ତମର କି ଅଧିକାର ଅଛି? ସମସ୍ତଙ୍କର ଅଧିକାର ଅଛି, ମୋର ଅଧିକାର ନାହିଁ। କଥା କହିବା ସୀମା ବିରୁଦ୍ଧ ମନେ ବୁଝୁ ଚୁପଚାପ ଜାଣି ଯାଅ, ତାହେଲେ ପୋଲିସ ଫୋନ କରିବା ପାଇଁ ବାଧ୍ୟ ହେବି। ପୋଲିସ ଫୋନ କରିବି? ମୁଁ ପୋଲିସ ଫୋନ କରିଦେଉଛି ରହୁନାହାନ୍ତି, କାହିଁକିନା ମୁଁ ଯୋଉ ଲାଇନରେ କାମ କରୁଛି ପ୍ରତିଜ୍ଞା ମଧ୍ୟ ସେଇ ଲାଇନରେ କାମ କରୁଛି। ଠିକ ଅଛି, ତା ସିଧା ସିଧା କହିଲେ ପ୍ରତିଜ୍ଞା କୋଉଠି କ'ଣ କ'ଣ ସବୁ କରୁଛି? ପ୍ରତିଜ୍ଞା ହଉଛି ସହରର ଗୋଟେ ନମ୍ବର 1 କାଉଣ୍ଟି। ତାର ଯୋଉ ସୁନ୍ଦର ମନେ ରଖିବା ଉଚିତ ସେ ପ୍ରତୀକ୍ଷା ହଉଛି ମୋ ଘରର କୁଳବଧୂ। ମୋ କୁଳବଧୂ ନା ତୁ କେବଳ କଥା କହିବା ପାଇଁ ସାହସ କରିପାରିବୁ? ସମାଜରେ ଯୋଉ କଥା କହିଲେ ମୁଁ ତ ସେଇ କଥା କହିଲି ବାଧ୍ୟ ହଉଛି କାହିଁକି? ପ୍ରତିଜ୍ଞା ଗୋଟାଏ ପତିତା। ସେ ପତିତା ନୁହଁ, ପତିବ୍ରତା। ମୁଁ ତା ପତି, ମୁଁ ତା ସ୍ୱାମୀ। ମୋ ସ୍ତ୍ରୀ ବିଷୟରେ ଏ ଦୁନିଆରେ ମୋଠୁ ଅଧିକା କେହି ବି ଜାଣିନାହାନ୍ତି। ମୁଁ ସବୁ ଜାଣିଛି। ତମ ସ୍ତ୍ରୀ କେତେ ସିଏ କହିବ କାଟିବା କଥା ନାହିଁ, ମୁଁ କେବଳ ପ୍ରମାଣ ଚାହେଁ। ମାନେ ଆଉ ଗୋଟେ ମାନେ ମୁଁ ବି ଠିକ से आता है तू वर्तमान प्रतीक्षा कलंकित कहानी का प्रमाण देवी प्रमाण देवी आगे प्रमाण प्रमाण देवी हाँ छोटे कंडीशन है जल्दी प्रमाण दे दी सोम मंगल बुध गुरुवार चाकरी खंड में प्रतिज्ञा दी ऐसे কথা कौन आगे प्रमाण दे आगे प्रमाण दे कौन प्रमाण चाहिए अरे आसो
ଦେଖି ହଉନି କି ଦେଖେଇବି କଣ ହେଇଛି ସଫା ସଫା କଣ? କହିଲେ ସବୁ କିଛି ଅସୁବିଧା ହେଉଛି ସେ ତ ସାରା ଜୀବନ କାଟିବ ଆଉ ତୁ ବି କଷ୍ଟ ଧରି ରହିପାରିବୁନି ଦିଦିଟା ପୁତ୍ର ଜନ୍ମ ଦେଇଥିଲୁ ହେଲେ ମୋ ସାନ ଭାଇକୁ ତ ଆମେ ଅନେକ ଦିନ ଆଗରୁ ହସି ଦେଇଥିଲୁ ଆଉ ମୋ ବିଷୟ ଶୁଣିଲେ ତୋ ଅବସ୍ଥା ଯେ କଣ ହବ କିଛି ହବନି ମୋର। ମୋ ସାନ ପୁଅକୁ ହଜେଇ ସାରିଲା ପରେ ଭାଜିରେ ଶୁଣ ଆଉ କିଛି ହବା ଦରକାର ନାହିଁ। ମୁଁ ଆପଣଙ୍କ କଥା ଦଉଛି ଏମିତି ଆଉ କିଛି ଅସୁବିଧା କରିବେନି। ଏଇଟା କୋଉ ନୂଆ କଥା ନାହିଁ ତମକୁ ମାର 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 ମୋ ପାଖକୁ ଆସିବୁ କାଇଁ ମୋ ପାଖକୁ ଚାଲି ଆସ ଆମକୁ ପାଣି ଦେଲେ ତମେ ପାଣି ଦେଇ ଚାଲି ଆସ ଆମକୁ ମେଡିସିନ ଲାଗେ ତମେ ମେଡିସିନ ଦେଇ ଆସ ସକାଳୁ ଦେଖେ ତ ତମେ ମୋ ପାଦ ଉପରେ ମୁଣ୍ଡ ରଖି ଶୋଇଛ କିଏ ତମ ଅନୁମତି ଦେଇଥିଲା କିଏ ତମ ଅନୁମତି ଦେଇଥିଲା ପାଦ ଉପରେ ମୁଣ୍ଡ ରଖି ଶୋଇବା ପାଇଁ ଭୁଲ ହେଇଯାଇଛି। ମୁଁ ତ କହିବି ତମେ ଜାଣିଶୁଣି ଭୁଲ କରୁଛ ବାବା ଏବେ ଖୁବ ଅଙ୍ଗରିଛ ସୁଖ ଶବ୍ଦରେ ମାରି ଯିବୁ ଚାକରେ ବାବା ଆମର କିଛି କହୁନାହାନ୍ତି କାହିଁକି ବାବା କଣ କରିବି ମୁଁ ଭାବୁଛି ଗୋଟେ ପଟେ ମୋ ବନ୍ଧୁକୁ ଦେଇଥିବା କଥା ଆଉ ଗୋଟେ ପଟେ ମୋ ପୁଅର ନୀତି ନିୟମ ଶୃଙ୍ଖଳା କଣ କରିବି ମୁଁ କିଛି ଚିନ୍ତା କରିପାରୁନି ତୁ ଯଦି ରାଗୁଛୁ ଆଜି ତାକୁ ବିଦା କରିବି ଭାଇ ଘର ଛାଡ଼ିବି ଅଙ୍କଲ। ମୁଁ ସହର ଛାଡ଼ି ଚାଲିଯିବି। ଦରକାର ନାହିଁ ମୋତେ ପାଠ ପଢ଼ା। ଆଜି ମୁଁ ପାଠ ପଢ଼ା ଶେଷ ଆପଣ ଘରେ ରହିପାରିବି ମୁଁ। ତୋତେ ପାଠ ପଢା ବନ୍ଦ କରିବାକୁ କହିଥିଲେ ସହରରେ ରହିବି ଯେତେବେଳେ ପାଠ ପଢ଼ିବି କେମିତି? ତୋ ବାପା ମତେ ଭଲ କହିବ ଆଉ ଆସିଥିଲୁ ପାଠ ପଢିବାକୁ ବନ୍ଦ କରିଦେବୁ ଇରେ ତୁ ପାଠ ପଢା ବନ୍ଦ କଲେ ପରୋକ୍ଷ ଭାବରେ ମୋ ପୁଅ ଦାୟୀ ରହିବ ମୁଁ ଚାହୁଁନି ପୁଅଟାକୁ ଦୋଷ ଦେବା ପାଇଁ ହେଲା ତୋ ପାଠ ପଢା ସରୁ ତୁ ପଢିବୁ ହେଲା ସେ ପାଠ ପଢା ବନ୍ଦ କରିବ ମୁଖ୍ୟ ଭଲ ଲାଗିବ ନା ଅଙ୍କଲ ଅନୁମତି ଦେଇସାରିଲେଣି ମାନେ ମୋର ଏବେ କୌଣସି ରହିବ ନାହିଁ। ଆରାମ ସେ ରହିବି ହେଲେ ଗୋଟେ କଣ୍ଡିସନ ତମେ ମୋ ପାଖକୁ ଆସିବନି କି ମତେ ପାସ୍ ବି କରିବନି ମୁଁ କେବେ ଚାହିଁବନି ନା। ନା 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 ମୋ ମୁହଁ ଚାହିଁଲେ ତ ଭଲ ଲାଗୁଛି ନା। ସେ କଥା ତ କହିବି ତମେ ଦରକାର ପଡେ ତମେ ଆସିବୁ ଯେତିକି ଦିନ ପର୍ଯ୍ୟନ୍ତ ତମେ ଘରେ ଅଛ ମୋ ଆଖିରେ ମୋ ଅଣ୍ଡ ଗୋଟେ ବାନ୍ଧି ରହିବି ଏତିକି ଅତି ଭଲ। ଆଉ ମୋତେ ଧନି ଆରେ ମାର ଆହୁରି ମାର ତମେ ମାରିଲା ବେଳେ ମୋତେ ଯେମିତି ଲାଗିଲା ଗୋଟେ ବାଟ ମନା ସ୍ତ୍ରୀ କି ତା ସ୍ୱାମୀ ମାରୁଛି। Oh my God! ସୀତା ବହୁତ ହେଇଗଲା ଏଣିକି ମୁଁ ତମକୁ ଆଉ କଷ୍ଟ ଯନ୍ତ୍ରଣା ଦେବାକୁ ଚାହୁଁନି। ମୋର ଆଶା ଓ ବିଶ୍ୱାସ ମୁଁ କରିଥିବା ସବୁ ଭୁଲକୁ ନିଜ ମନ ପଡ଼ିଲେ ତମେ କ୍ଷମା କରିଦେବ। ତମେ ତମେ ଖୁସିରେ ରୁହ ଶାନ୍ତିରେ ରୁହ। ଆସୁଛି ଆସୁଛି। ପରିସ୍ଥିତିରେ ପଡ଼ି ମୋ ସ୍ୱାମୀଙ୍କର ଅଧିକାର ଆଉ ସ୍ୱାମୀଙ୍କ ପାଖରେ ଜୋର ଜବରଦସ୍ତି ଏଇ ତା ବାବାଙ୍କୁ ସେ ହରେଇ ବସିବ। ଦେଖ ମୋ ଝିଅ ଜନ୍ମକୁ ଦେଖ ମୋ ଝିଅ ପଡ଼ିବାକୁ। এমনি কান্নাকাটি করে দিতে হবে না তুমি একটা কাজ করো তোমার বাবাকে কনভিন্স করা যে হসপিটালটা তোমার নামে করে দিবে তারপরে তুই খুশি হবি আমার ভঞ্জা খুশি হবে ভঞ্জা বউ খুশি হবে আমি তো খুশি হব সুখর কারণ সংসার
ନିହାତି ଦରକାର। ସିଧା ତମେ ହଁ ପ୍ରତିକା, ମୁଁ ଅନୁଭବ କରିସାରିଛି। ନାରୀ ବିନା ପୁରୁଷ ଜନ୍ମର ମାଳି କିଛି ନାହିଁ। ନାରୀ ବିନା ପୁରୁଷର ଗତି ନାହିଁ। ନାରୀ ବିନା ପୁରୁଷର ମତି ନାହିଁ। ନାରୀ ଯୋଉଠି ପୁରୁଷ ସେଇଠି। ନାରୀ ବିନା ପୁରୁଷର ଅସ୍ତିତ୍ୱ ନାହିଁ। ଗୌତମ ବୁଦ୍ଧର ବାଣୀ, ସଂସାର ଦୁଃଖମୟ, ମିଛ, ଦୁଃଖର କାରଣ କାମନା, ଭୁଲ, କାମନାର ବିନାଶ, ଦୁଃଖର ବିନାଶ, ମହାଭୁଲ। ଆଜି କାମନା ନଥିଲେ ମଣିଷ ଜୀବନର ମାଳି କିଛି ନାହିଁ। ତମେ ସିଧା ତମେ କଣ କେବଳ ତମରି ପାଇଁ, କେବଳ ତମରି ପାଇଁ ଏ ମାନସିକତା ବଦଳି ଯାଇଛି। ଏ ପଥର ଛାତିରେ ଫୁଲ ମୁଡ଼ିଛି, ମାନ ମରୁଭୂମିରେ ବନ୍ୟା ଆସିଛି, ହୃଦୟ ବାହାରେ ଜୁଆ ଦେଖା ଦେଇଛି। ଗୋଟେ ପୁରୁଷ ପାଇଁ ନାରୀର ଆବଶ୍ୟକତା ଅନୁଭବ କରିସାରିଲା ପରେ ମୁଁ ମୁକ୍ତ କଣ୍ଠରେ କହିବି, ଏ ସନ୍ନ୍ୟାସୀ ଜୀବନ ଛାଡ଼ି ମୋ ସଂସାର କରିବେ। ଏ ସଂସାର ବହୁ କାଶରେ କରିବିନି, ସଂସାର କରିବେ ଏ ପ୍ରତିଜ୍ଞା ସାଙ୍ଗରେ। ଏ ପ୍ରତିଜ୍ଞା, I love you ପ୍ରତିଜ୍ଞା। ଏ ମୋ ନାଁର ପ୍ରତିଦାନ ଦବାନି। ଏ ପ୍ରତିଜ୍ଞା, I love you। Hey, ତମେ ସବୁଠୁ ଦେଖି କଣ କହୁଛ? ମତେ ଦେଖି କଣ? I love you ପ୍ରତିଜ୍ଞା, I love you। ମୁଁ ତମକୁ ମ୍ୟାରେଜ କରିବାକୁ ଚାହେଁ, ମନା କରିବନି। ତମ ଆଲିଗଡ଼ ମୁଁ ଏତ ଅବସ୍ଥା ହେଇଯାଇଛି। ପ୍ଲିଜ ପ୍ରତିଜ୍ଞା, ପ୍ଲିଜ ପ୍ରତିଜ୍ଞା, ପ୍ଲିଜ। ମୁଁ ବାଜାର ରୋଷଣ ନେଇ ତମ ଘରେ ଯାଇ ପହଞ୍ଚିବି। ଅଗ୍ନିକୁ ସାକ୍ଷୀ ରଖି 33 କୋଟି ଦେବତାଙ୍କୁ ଦହି ଦେଇ ମୁଁ ତମ ମତରେ ସିନ୍ଦୁର ଦେବି। ଆଉ ଦୁଃଖର କାରଣ କାମନା। তাদের জীবনে কামনা নাই, তাদের জীবনে কিছুই নেই। কামনার বিনাশ দুঃখর বিনাশ। দুঃখর কাରଣ কামনা। সম্ভম শরণম গচ্ছামি। विवाह पर मो जीवन में सब बड़ भूल कर दिए। विवाह कर मो जीवन में सब बड़ विवाह पर मो जीवन में सब बड़ भूल कर दिए। विवाह पर आज पर्यंत के खुशी नांती कि रही परिबेनी मध्य अनेक गुड़े जीवन तुम जब गोटाए जीवन संतुष्ट ही रही चाहछ ताले सन्यासी मार्ग अच्छा बाहर सन्यासी ସନ୍ନ୍ୟାସୀ ଜୀବନ ହିଁ ପ୍ରକୃତ ଜୀବନ। ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଶାନ୍ତି ନାହିଁ, ଅଛି କେବଳ କ୍ରୋଧ, ଇର୍ଷା, ଲୋଭ, ମାୟା। ସବୁବେଳେ ପରକ୍ରିୟା ପ୍ରୀତି। ସ୍ୱାମୀ ପର ନାରୀ ସହିତ ପାପ କର୍ମରେ ବ୍ୟସ୍ତ, ସ୍ତ୍ରୀ ପର ପୁରୁଷ ସହିତ ରତି କ୍ରୀଡ଼ାରେ ଲିପ୍ତ। ସବୁବେଳେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ସ୍ୱର୍ଗର ଶାନ୍ତି ନାହିଁ, ଅଛି କେବଳ ବିଷ। ଯୋଉ ବିଷ ହିଁ ନର୍କକୁ ନେବା ପାଇଁ ଏକମାତ୍ର ରାସ୍ତା। ସନ୍ୟାସୀ ମାର୍ଗ ଆପଣେଇବ ମୋ ପରି ଭଙ୍ଗା ତ ସବୁ ଜୀବନ ଯାପନ କର, କୌଣସି ଜୀବନକୁ ପରିତ୍ୟାଗ କର। ଜୀବନ ଯାପନ କର, କୌଣସି ଜୀବନକୁ ପରିତ୍ୟାଗ କର। ମୋ ସବୁ ଶୁଣିଲା ପରେ ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଯେ ମୋ ସନ୍ନ୍ୟାସୀ ଜୀବନ ଛାଡ଼ି ସଂସାର କରିବି। ମଣିଷ ଜୀବନ ପାଇଁ ସଂସାର ନ କଲେ ମଣିଷ ଜୀବନଟା ବ୍ୟର୍ଥ। বাবা, ये कान की सुन रहे, ये सन्यासी हवा ছিল, আবার বলতে সংসার। ଏବେ କିନ୍ତୁ କଣ କରିବ ଅଙ୍କ? ସେ ତମ ସାରା ବାପାଜି ସବୁ ସମ୍ପତ୍ତି ତମ ସାଙ୍ଗରେ ରୋଇ କରିଥାନ୍ତା, କିନ୍ତୁ ସିଧା ପରିବର୍ତ୍ତନ ଦେଖି ଏବେ କଣ କରିବ? ସନ୍ଦେହ କିଛି ବୁଝିପାରୁନି। नो प्रॉब्लम सोने सोने देबू मोरा गाँव भितर मो संपूर्ण आसंता काली सूर्योदय से सीधा जीवन केबे भी आसी आसंता काली सूर्योदय हवा पूर्व मो से सीधा सोनी, सोनी
ଛଅ ଦେଇପାରିବି ଭାରି କଷ୍ଟ ଲାଗୁଛି ମୁଁ ଛଅ ଦେଇଦେବି ମୋତେ ଦୁଇଟା ଦିଅ ଦେବ କିଛି ହବନି ଭଗବାନ ଡାକିବି ଆଚ୍ଛା ଠିକ ହେଇଛି ତମେ ଜାଣିପାରୁଛ ହେଲେ ଦେଖ ମୋ ପରିସ୍ଥିତି ପୁରାପୁରି ବିଗିଡ଼ି ଯାଇଛି ମୁଁ ଆଉ ଠିଆଇ ପାରୁନି କି ଚାଲି ବି ପାରୁନି ଆରେ ଦେଖ ତମ ସହ ମୋତେ ଦେଖ କାହିଁକି ବା ଦେଖିବ ଆରେ ମୁଁ ସେଠି ତମକୁ ନିର୍ଯାତନା ଦେଇଛି ସେତିକି ନିର୍ଯାତନା ଅତୀତରୁ ତମେ ପାଇବ ତମ ଆଖିର ଲୁହ ମଝିବା ତ ଦୂରର କଥା ତମ ଆଖିର ଲୁହ ଦେଖିବାକୁ ବି ଏ ସଞ୍ଚନା ଏଥରେ ନଥିବ ଏ ସଞ୍ଚନା ଏଠୁ ଚାଲିଯିବ ସବୁଦିନ ପାଇଁ ଚାଲିଯିବ কি বলি তু আমার ভন্ডামি ছড়ি চলে যাবি ଚାଲିଯିବିନି ଅକର୍ମଣ୍ୟ ପାଖରେ ପଡ଼ି ରହି କ'ଣ ଅକର୍ମଣ୍ୟ ହେବି ଆରେ କ'ଣ ମିଳିଲା ମୋତେ କ'ଣ ପାଇନି ମୁଁ ତାଙ୍କ ଅବସ୍ଥା ଯାହା ସମ୍ପତ୍ତି ମିଳିବା ତ ଦୂରର କଥା ସବୁ ବେକାର ସବୁ ବର୍ବାଦ ସେମାନଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କର କିଛି ବୁଝିବିନି କିଛି ଶୁଣିବିନି ଇଏ ତମ ଦ୍ୱିତୀୟ ସ୍ତ୍ରୀ ନା ତମ ଦ୍ୱିତୀୟ ସ୍ତ୍ରୀ ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଆଜିଠାରୁ ତମ ସେବା ସେ କରୁ ମୋ ରାସ୍ତାରେ ମୁଁ ଚାଲିଲି ଆସୁଛି ଭୁଲି ଯାଉଛ ସେ ମୋ ମିଛ ସ୍ତ୍ରୀ ମିଛ ସ୍ତ୍ରୀରୁ ସତ ସ୍ତ୍ରୀ କରିଦିଅ ମୁଁ କିଛି ବି ପ୍ରତିବାଦ କରିବିନି এমনি হারাকিরা করো না রে আরে স্বামী স্ত্রী আবার একজুট হয়ে যাও দেখবে সব ঠিক হয়ে যাবে ଅସମ୍ଭବ ମୁଁ ଝିମେଇ ଦେଇଥିବା ସୂତା ଯୋଗ କେବେ ବି ଜଏଣ୍ଟ କରିବିନି ସେ ଯୋଉଦିନ ଆମ ଘରେ ସିନ୍ଦୁର ଦେଲେ ସେଇଦିନ ଠାରୁ ମୋ ହାତରୁ ଶଙ୍ଖା କରି ମୋ ଠାରୁ ସିନ୍ଦୁର ବସି ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଥିଲେ ଏବେ ତ ତାଙ୍କ ସ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଆଜିଠାରୁ ତାଙ୍କ ରାସ୍ତା ଅଲଗା ମୋ ରାସ୍ତା ବି ଅଲଗା ଆସୁଛି ସଜନା ଏ ବୁଢ଼ା ଆଉ ଥରେ ମୋ ନାଁ ଧରି ଡାକିବୁ ତ ପାତରୁ ଚୋଟା ଖୋଲି ତୋ ମୁହଁ ଲଙ୍କା କରିଦେବି ଏ ମୋରି ସାମ୍ନାରେ ତୁ ଆଉ ଗୋଟେ ଝିଅ ସାଙ୍ଗେ ବାହାଘର କରିଦେଲୁ ତାଙ୍କ ସାଙ୍ଗେ ମୋ ବାହାଘର କଲୁ ତାଙ୍କ ପରେ ଆଉ କାହା ସାଙ୍ଗେ କରିଦେଲୁ ଶୁଣ ତୋର ଯେତେ ଜଣଙ୍କ ସାଙ୍ଗରେ ସମ୍ପର୍କ ଯୋଡ଼ିବାର ଅଛି ଯୋ କିନ୍ତୁ ମୋ ସାଙ୍ଗରେ ଆଉ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା ବି କରିବୁନୁ ଆସୁଛି ମୁଁ উরি বাবা কি শুনে না চলে গেল এ ভন্ডা তুই টেনশন নে না আমি যাচ্ছি কিছু ব্যবস্থা করে আসবো স্যার ଛୋଟ ଛୋଟ ଭାବୁଛ ନା ମୋତେ କି ପରିଶ୍ରମ ହେବ ଆମେ ଭାବିବା ଦରକାର ନାହିଁ ଭାବୁଛ ଯଦି ମୋ ତଣ୍ଟି ଛୁଆ ମୋତେ ମାରିଦିଅ ମାରିଦିଅ ତମ ସହ ମୋତେ ମାରିଦିଅ କାହିଁକି ମାରିବି କେମିତି ମାରିବି ମୁଁ ହେଇପାରେ ତମ ମିଛ ସ୍ତ୍ରୀ କିନ୍ତୁ ତମେ ତମର ସତ ସ୍ୱାମୀ ନା ତମେ ସିନା ଗୋଟେ ସ୍ୱାର୍ଥପର ମନରେ ମୋତେ ବାହାରିଥିଲ କିନ୍ତୁ ମୋ ବାହାଘରରେ କିଛି ବି ସ୍ୱାର୍ଥ ନଥିଲା ଥିଲା ମୋର ସତ ବାହାଘର ମୋ ମନକୁ ମୁଁ ବୁଝି ସାରିଛି ତମେ ମୋର ଇହକାଳ ପରକାଳର ଦେବତା ତମେ ମୋର ସତ ଜନ୍ମର ସାଥୀ ତମରି ନାଁରେ ସଦା ସିନ୍ଦୁର ପିନ୍ଧି ଅହେ ସୁରକ୍ଷଣୀରେ ମୋ ମଶାଣିକୁ ଯିବି ଆଉ ତମେ ଅହେ ନେଗୁରା ବୋଝି ମୋ କୋକେଇ ଆଗରେ ଖଇ କଉଡ଼ି ମିଛି ମିଛି ମୋତେ ମଶାଣିକୁ ନେଇଯିବ ଏତେ ସଫଳ ରାତି କାହିଁ ରାତି କ'ଣ କହିସାରିଲେ ଆଚ୍ଛା ମୋର ଯୋଉ ପରିସ୍ଥିତି ତମ ପରିସ୍ଥିତି ଖୁବ୍ ଶୀଘ୍ର ସୁଧୁରିଯିବ କାହିଁକି ନା ତମକୁ ସମ୍ପୂର୍ଣ୍ଣ ଭଲ କରିବାର ଦାୟିତ୍ୱ ଏବେଠୁ ମୁଁ ନେଲି ତମସା ଏମିତି କ'ଣ ସବୁ କରିଯାଉଛୁ ମୁଁ କିଛି ବି ଭୁଲ କହୁନି ବାବା ଯେତେ ଦୋଷ ଯେତେ ଅପରାଧ କଲେ ବି ଇଏ ପରା ମୋ ସ୍ୱାମୀ ମୋ ସାତ ଜନ୍ମର ସାଥୀ ମୋ ପତି ପରମେଶ୍ୱର ଚଣ୍ଡ ସତ ଯଦି ଧର୍ମ ସତ ହେଇପାରିଥିଲେ ଦୋଷୀ ରତ୍ନାକର ଯଦି ବାଲ୍ମୀକି ହେଇପାରିଥିଲେ ତାହେଲେ ମୋ ସ୍ୱାମୀ କାହିଁକି ରାକ୍ଷସର ଦେବତା ହେଇପାରିବେନି ମୁଁ ମୋ ସ୍ୱାମୀଙ୍କ ପାଇଁ ଏମିତି କାମ କରିବି ସାରା ଦୁନିଆ କହିବ ତଥାପି ସେ ପତିବ୍ରତା ଅମି କମରେ ଖାରେ କେବେ ସେ ମାରି ସୀତା ବୋଇ ସିଏ ସାଥୀ ପତି ଖୁସି ପାଇ
ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ପ୍ରତିଜ୍ଞା ଇଏ କିଏ ପ୍ରତିଜ୍ଞା ମୁଁ ତୁମକୁ ପଚାରୁଛି ଇଏ କିଏ ये के माने ये मो भाई ଯାଉ ବହୁତ ଭଲ ହେଲା ସମସ୍ତଙ୍କ ସାথେ ଦେଖା ହେଇଗଲା ଏବେ ମୋ ମନର କଥା କହିବା ପାଇଁ ଆଉ କିଛି ବି ଅସୁବିଧା ହବନି ସମସ୍ତେ ଶୁଣନ୍ତୁ ପ୍ରତିଜ୍ଞା ଦେହ ପଡି ଯାଇଥିଲେ ବି ମୁଁ ତାଙ୍କୁ ନିଶ୍ଚୟ ମ୍ୟାରେଜ କରିବି ଆରେ ପ୍ରତିଜ୍ଞାକୁ ତମେ କେମିତି ମ୍ୟାରେଜ କରିବ 3 ବର୍ଷ ତଳେ ପ୍ରତିଜ୍ଞାକୁ ଭଲ ପାଇ ମୁଁ ମ୍ୟାରେଜ କରିଛି ପ୍ରତିଜ୍ଞା ପ୍ରତିଜ୍ଞା এই যা বলছো সত ପ୍ରତିଜ୍ଞা এই যা বলছো সত सतो କାହିଁକି ମୋ ସାଙ୍ଗରେ ଏମିତି ଖେଳ ଖେଳିଲ ଆରେ କଣ ଭୁଲ କରିଦେଲି ମୁଁ କି ପାପ କରିଦେଲି ତା ପାଖରେ ସତରେ ତମେ ନାରୀ ନୁହେଁ ତମେ ମା ବିଲି କୋକିରେ ସବୁ କିଛି ତମେ କେବଳ ତମରି ପାଇଁ ମୁଁ ଆଜି ପଥଭ୍ରଷ୍ଟ ହେଇଛି କେବଳ ତମରି ପାଇଁ ମୁଁ ଆଜି ରାକ୍ଷସ ହେଇଛି ଆଜ୍ଞା ମୁଁ ସତ କହୁଛି ମୁଁ ଜାଣିନଥିଲି ପ୍ରତିଜ୍ଞା ବିବାହିତ ବୋଲି ମୁଁ ଜାଣିନଥିଲି ପ୍ରତିଜ୍ଞା କେଉଁ ସ୍ୱାମୀ ଅଛନ୍ତି ବୋଲି ଆଜ୍ଞା ମୋତେ କ୍ଷମା କରିଦିଅନ୍ତୁ ମୁଁ ଯୋଉ ଭୁଲ କରିଛି ସେ ଭୁଲ କ୍ଷମା ନାହିଁ କିନ୍ତୁ ଦଣ୍ଡ ନିଶ୍ଚୟ ଅଛି ଆଉ ସେଥିପାଇଁ ଦଣ୍ଡ ମୁଁ ନିଶ୍ଚୟ ପାଇବି ମୁଁ ପରିଚୟ ଜାଣି ସାରିଲା ପରେ ତା ସାଙ୍ଗରେ ଆମର ସମ୍ପର୍କ କଣ ତାକୁ ଧରିଦିଅ ତା ବାଟରେ ସେ ଲାଗିଏ ପ୍ରତିପ୍ରତାକୁ ମୁଁ ଆଜି ଉପଯୁକ୍ତ ପୁରସ୍କାର ଦେଇକି रामचंद्र भगवान सीता माँ को सन्देह करे अग्नि परीक्षा मागे तमें तो चार मनीष तमें केमते तम स्त्री को सन्देह करे पड़े सीता माँ को पाद धरती समान नहीं करे बेटी कि तुम कर्म नहीं करेंगे वो महान शक्ति ये प्रतिव्रता को स्वामी खाऊ जे परा पुरुष निज प्रेम जाने छंदी दे से महाशक्ति स्वामी सामने सखा सिंधु नहीं जे निज कुआं न परिचय दे से प्रतिव्रता सपना सुनी सारिबा परे तमे भी कहिबो मो महाशक्ति तमे भी कहिबो मो प्रतिव्रता ए तार सत कथा कहू नहीं कहिबी मो सत सिंधु करे साहित्य रखी दियो से अकुआ कथा को मु निश्चित करबी ताले सुनो तो अपन माने जो दिन हॉस्पिटल ले परेश भाई 15 लाख टका दरकार थिला से दिन मो मुंड
କିଛି ଉପାୟ ନ ପାଇ ହସ୍ପିଟାଲରୁ ଚନ୍ଦ୍ରକାନ୍ତ ଚୌଧୁରୀଙ୍କୁ ମୁଁ ସାହାଯ୍ୟ ମାଗିଥିଲି। ଆଉ ସେ ସାହାଯ୍ୟ ବଦଳରେ ଗୋଟେ କଣ୍ଡିସନ ରଖିଥିଲେ। ଆଉ ସେ କଣ୍ଡିସନଟା ହେଲା अरे वाह, तू होती महान शक्ति तू। ସତରେ ତମ ଚରିତ୍ରରେ ଟିକେ ବି କଳଙ୍କ ନାହିଁ। ନାଇଁ, ହେଲେ ତମକୁ ସନ୍ଦେହ କରି ମୁଁ ମୋର ଏତେ ବଡ଼ କ୍ଷତି କରିଦେଲି। ଆଉ ତମେ ନିଜକୁ ଜାଣିଦେଲ। ହେଲେ କାହିଁକି ମୋତେ ସତ କହିଲନି? କାହିଁକି କହିଲନି ମୋତେ? ଅଭିନୟ ହଉ ପଛେ ତମ ଅଧିକାରକୁ ଆଉ ଗୋଟେ ପର ପୁରୁଷ ପାଖରେ ନିଲାମ କରୁଥିଲି ଯେତେବେଳେ କେମିତି ଲଜ୍ଜାଜନକ କଥା ମୁଁ ତମ ଆଗରେ କହିଥାନ୍ତି। ଆଜି ତମେ ସବୁ ସମ୍ପର୍କ ତମ ସହିତ ମୋର କଟିଗଲା। ଏ ଘର ଛାଡ଼ି ଚାଲିଯିବା ଆଗରୁ ମୁଁ ସତଟା କହିବାକୁ ତୁ ଘର ଖାଲି ଚାଲିଯିବା କଥା ଜମା ମୁହଁରେ ଧର। ତୁ ଏଇ ଘରେ ରହିବୁ ସବୁଦିନ ପାଇଁ ରହି। ଆମ ସ୍ୱାମୀଙ୍କ ସଂସାର ପୁଣି ଥରେ ହସି ଉଠିବ। ଚାଲ ଘର ଭିତରକୁ ଚାଲ। ସେଦିନ ଏମିତି ଏକ ଦିନେ ଏମିତି ଏକ ପରିସ୍ଥିତିରେ ଅଯୋଧ୍ୟାକୁ ଫେରିଯିବାକୁ ସତୀସୀତାଙ୍କୁ ବାଧ୍ୟ କରାଯାଇଥିଲା। ହେଲେ ସେ କଣ ଆଉ ଅଯୋଧ୍ୟାକୁ ଫେରିଥିଲେ ମା? ତାଙ୍କରି କଥାରେ ପୃଥିବୀ ଦିଫାଳ ହେଇଯାଇଥିଲା। ମୋରି କଥାରେ ପୃଥିବୀ ଦିଫାଳ ହେଇପାରିବନି ମା। ସେଇଥିପାଇଁ ତ ମୋ ରାସ୍ତାରେ ସବୁଦିନ ପାଇଁ ରହିବ। ତତେ କହିଲି ମାମା, ତୁ ଘର ଖାଲି ଚାଲିଯିବା କଥା କହ। ତମକୁ ଦିଅ ମତେ ପେନି ମୁଁ କରିଥିବା ଭୁଲ ପାଇଁ ମୁଁ ତମ ପାଖରେ କ୍ଷମା ତମେ କଲି ଦେଲ କିନ୍ତୁ ମୋତେ କାହା କଥା ଶୁଣିବେନି। କଣ ହବ ଏବେ? ତମେ କ୍ଷମା ବିଷ ହଉନି। ମାନେ ବୋହୂକୁ ନିଶ୍ଚୟ ଫେରି ଆଣିବ। ଆଉ ମୋ ବୋହୂ ମୋ ଘରକୁ ପୁଣି ଫେରି ଆଣିବ। ନିଶ୍ଚୟ ଆସିବ। ତମକୁ ଅଛି ସେ ତ ଧର ତମ ଘରେ କି ଟେନସନ ଗୀତ ଦଉନା ତୁ ମରିବା ଭଗା ଦଶ ମିନିଟ ବିଷୟ ନାଇଁ ଆକ୍ଚୁଆଲି କଥା କି ତମ ତ ହସ ମନ ମୁଗ୍ଧ କରିଦେଲା। ମନ ଦେଇଦେଲା। ମୋ ଶତ୍ରୁ କେବେ ବି ମୋ ସ୍ୱାମୀ ହେଇପାରିବନି। ନାଇଁ ମା, ସେ ଶତ୍ରୁ ନୁହଁ, ସେ ହେଉଛି ମୋ
ସାନ ପୁଅ କୀର୍ତ୍ତିମାନ ନାହିଁ ମା ସେ ହଉଛି ଶକ୍ତିମାନ ସେ ଶକ୍ତିମାନରୁ ବର୍ତ୍ତମାନ କୀର୍ତ୍ତିମାନ ହେଇଯିବ ବିଶ୍ୱାସ କରେ ମା ସେ ହଉଛି ମୋରି ସାନ ପୁଅ ପିଲାଦିନେ ଟ୍ରେନ୍ ଆକ୍ସିଡେଣ୍ଟରେ ତାର ପଛ କଥା ସବୁ ସେ ଭୁଲି ଯାଇଥିଲା କିନ୍ତୁ ଏବେ ତାର ସବୁ କଥା ମନେ ପଡ଼ିଯାଇଛି ବିଶ୍ୱାସ କର ତଥାପି ସେ ମରିବ ମୋ ହାତ ଆଜି ସେ ନିଶ୍ଚୟ ମରିବ ନାଇଁ ମା ଇଏ ମୋର ଗୋଟିଏ ବୋଲି ପୁଅ ଗୋଟେ ମାର ମନ କଥା ତ ବୁଝିବାକୁ ଚେଷ୍ଟା କର ଆପଣ ଗୋଟେ ସ୍ତ୍ରୀର ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ ମା ମୋ ଛାତି ଭିତରେ ପ୍ରତିଶୋଧ ନିଆ ଏବେ ବି ଜଳୁଛି ଆଉ ସେ ସେତେବେଳେ ଦିଦିବ ଯେତେବେଳେ ଇଏ ମରିବ ନାଇଁ ମା ତୁ ଯେତେ ଚେଷ୍ଟା କଲେ ବି ତାକୁ ମାରିପାରିବୁନି ଆଉ ଯଦି ତୋର ମାରିବାର ଅଛି ତାହେଲେ ମୋ ପୁଅ ବଦଳରେ ତୁ ମତେ ମାରିଦେ ବାବା ଆପଣ ଆସିଛନ୍ତି ଭଲ ହେଲା ବାବା ଠିକ ସମୟରେ ଆସି ପହଞ୍ଚିଛନ୍ତି ନିଜ ଝିଅର ଡେଡ୍ ବଡିକୁ ଦେଖିନଥିଲେ ନା ଆଜି ଦେଖିବେ ଏଇଠି ନିଜ ଆଖି ସାମ୍ନାରେ ଦେଖିବେ ମା ତୁ ଏମିତି କଣ କହୁଛୁ ମୁଁ ଯାହା କହୁଛି ଠିକ କହୁଛି ବାବା ଏକଦମ ଠିକ କହୁଛି ମୁଁ ଏପର୍ଯ୍ୟନ୍ତ ମୋ ପ୍ରତିଶୋଧ ନେଇପାରିନି ମୋତେ କ୍ଷମା କରିବ ମୋତେ କ୍ଷମା କରିବ କ୍ଷମା କରିଦିଅ ମୋତେ କ୍ଷମା କରିବ ଏ ମାଏ ତୁ କାହିଁକି ପ୍ରତିଶୋଧ କଥା ଚିନ୍ତା କରୁଛୁ କହିଲୁ ମାଏ ମୋ କଥା ମାନି କମଳ ବଦଳରେ ଏଇ କୀର୍ତ୍ତିମାନର ସ୍ତ୍ରୀ ହେଇଯା Impossible. ମୁଁ prostitute ନୁହେଁ ମୁଁ ପତିବ୍ରତା